ଜଗନ୍ନାଥ ସଂସ୍କୃତିକୁ ଆପଣେଇ 12 ମାସରେ ତାର ଓଷାବ୍ରତ କରୁଛ। ସତରେ ଅପା ଆମ ସଂସ୍କୃତି କେତେ ମହାନ। ଜଗନ୍ନାଥ ସଂସ୍କୃତି କହେ ସ୍ୱାମୀ ଇହ କାଳ ପରକାଳର ଦେବତା। ସ୍ୱାମୀ ସେବାରେ ଥାଏ ଗତି ମୁକ୍ତି ଆଉ ଶାନ୍ତି। ହେଲେ ଅପା ଯାହା ପାଇଁ ତମେ ନିଜ କାଠ ପଥର ସଜେଇ ଦେଇଛ ତା ବଦଳରେ ପାଇଛ କ'ଣ? ଖାଲି ଦୁଃଖ ଆଉ ଦୁଃଖ। ସେଇ ଦୁଃଖ ଭିତରେ ବି ଅଛି ଅନେକ ଆନନ୍ଦ। ମୋ ସ୍ୱାମୀ ସିନା ମତେ ଦୂରେଇ ଦେଇଛନ୍ତି, ହେଲେ ମୁଁ ତାଙ୍କୁ ମୋ ହୃଦୟ ଭିତରେ ସାଇତି ରଖିଛି। ସାରା ଜୀବନ ଏମିତି ସାଇତି ରଖିଥିଲେ ବି କିଛି ଲାଭ ହବନି ଅପା। ବରଂ ଭଲ ହବ ମୁଁ ଏବେ ସେ ଜୟଦେବ ଘରକୁ ଯିବି। ନାଇଁ ସେ ଭୁଲ ତମେ କରନି। ସେଠିକି ଜମାରୁ ବି ଯାଅନି, ସେମାନେ ନୈଷ୍ଠିକ ବ୍ରାହ୍ମଣ ଆଉ ମୁଁ ହଉଛି ମୁସଲମାନ। ଅପା ମୁଁ ଯିବି ମାନେ ଯିବ, ପ୍ଲିଜ ମତେ ବାଧ୍ୟ କର ପ୍ଲିଜ। କାର୍ତ୍ତକ ବାବୁ ଜମାରୁ ବି ସେଠିକି ଯାଅନି। ମୁଁ ମୋ ଶ୍ୱଶୁରଙ୍କୁ କଥା ଦେଇଛି ସେ ଘରକୁ କୌଣସି ପରିସ୍ଥିତିରେ ବି ମୁଁ ଯିବିନି। କାହିଁକି ନା ମୋ ଶ୍ୱଶୁର ଜଣେ ନୈଷ୍ଠିକ ବ୍ରାହ୍ମଣ ଆଉ ମୁକ୍ତି ମଣ୍ଡପର ମହାପଣ୍ଡିତ। ହିନ୍ଦୁ ମୁସଲମାନ ମୁସଲମାନ ହିନ୍ଦୁ ଏ ଧର୍ମ ଯୁଦ୍ଧରେ ତମେ ହାରିଯିବ ଅପା। ମରିଗଲେ ବି ଖୁସି ହେବି, କିନ୍ତୁ କୌଣସି ପରିସ୍ଥିତିରେ ସେ ଘରର ବୋହୂର ଅଧିକାର ନେଇ, ଜଗନ୍ନାଥଙ୍କର ସ୍ତ୍ରୀର ଅଧିକାର ନେଇ ସେ ଘରକୁ ମୁଁ କୌଣସି ପରିସ୍ଥିତିରେ ଯିବିନି। ତମେ ବି ଯାଅନି ସେଠିକି, ଯାଅନି ତମେ। ଏ ସମାଜର ଉଶୃଙ୍ଖଳିତ ନାରୀ ମାନେ ଜୀବନରେ ଯଦି କିଛି ଶିଖିବାର ଅଛି ତାହେଲେ ଏ ମୁସଲମାନ ଝିଅ ସାଇନା ବେଗମ ଠାରୁ ଶିଖ। ଅନ୍ତତଃ ଜୀବନ ଦର୍ଶନର ତତ୍ତ୍ୱ ମିଳିଯିବ, ଜୀବନ ଦର୍ଶନର ତତ୍ତ୍ୱ। ମୋ ଜୀବନ ଏମିତି ଗୋଟିଏ ଗପ, ଯେଉଁ ଗପରେ ଖାଲି ଦୁଃଖ ଆଉ ଦୁଃଖ। ଏହି ଦୁଃଖର କାହାଣୀ ଭିତରେ ମୁଁ ମୋ ସ୍ୱାମୀଙ୍କ ପାଇଁ ସାବିତ୍ରୀ ବ୍ରତ କରିବି। ହଁ, ମୋର ଏ ସୁହାଗିନୀ ବେଶ ଦେଖିବା ପାଇଁ ମୋ ସ୍ୱାମୀ ସିନା ମୋ ପାଖରେ ନାହାନ୍ତି, କିନ୍ତୁ ଏ ଜଗତରେ ନାଥ ଜଗନ୍ନାଥଙ୍କୁ ଗୁହାରି କରିବି। ହେ ପ୍ରଭୁ ଚକା ନୟନ, ତମେ ସିନା ଚକା ଚକା ଆଖିରେ ଦୁନିଆକୁ ଦେଖୁଛ, କିନ୍ତୁ ମୋର ଏ ସୁହାଗିନୀ ବେଶ ଦେଖିବାକୁ ମୋ ସ୍ୱାମୀଙ୍କର ଆଖି ନାହିଁ। ପ୍ରଭୁ ତମରି ପାଖରେ ଗୁହାରି କରୁଛି, ମୋ ସ୍ୱାମୀକୁ ତମେ ଘଣ୍ଟ ଘୋଡ଼େଇ ରଖିଥାଅ। ସେ ଯୋଉଠି ଅଛନ୍ତି, ଯେମିତି ଅଛନ୍ତି, ତାଙ୍କୁ ତମେ ଘଣ୍ଟ ଘୋଡ଼େଇ ରଖ ପ୍ରଭୁ, ତାଙ୍କୁ ଘଣ୍ଟ ଘୋଡ଼େଇ ରଖ। ମୁଁ ସିନା ମୋ ଜଗନ୍ନାଥଙ୍କ ପାଇଁ ଲକ୍ଷ୍ମୀ ହେଇପାରିଲେନି, କିନ୍ତୁ ଦେବଦାସୀଟିଏ ହେଇ ମୁଁ ତାଙ୍କୁ ଏଇଠୁ ଥାଇ ମୁଣ୍ଡିଆ ମାରିବି। ମୋ ସ୍ୱାମୀକି ମୁଁ ଏଇଠୁ ମୁଣ୍ଡିଆ ମାରିବି। ଭାଙ୍ଗୁଛି ଗାଡୁଛି ମାରୁଛି ତାରୁଛି ଏକା ସେଇ ଜଗନ୍ନାଥ। ତାହାରି ଇଚ୍ଛାରେ ଏ ସାରା ପୃଥିବୀ ହୁଏ ପରା ଆତଯାତ। লেখিছি সোনা লেখনীরে সিয়ে তো লেখিছি সবুরি জীবন গপ। সে পরা মুক্তি মণ্ডপ, সে পরা মুক্তি মণ্ডপ, সে পরা মুক্তি মণ্ডপ। মুক্তি মণ্ডপ 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 মুক্তি মণ্ডপ। তবে কোটি সাইনা, তবে কোটি କେମିତି ଅଛ? ଭଲରେ ଅଛ ନା? ଆଜି ସାବିତ୍ରୀ ବ୍ରତ, ମୁଁ ଜାଣିଛି ସାଇନା ନୂଆ ଶାଢ଼ୀ ପିନ୍ଧିଥିବ, ନୂଆ ଶଙ୍ଖା ବି ପିନ୍ଧିଥିବ, ହିନ୍ଦୁ ରୀତିନୀତି ଅନୁସାରେ ନିଜକୁ ସଜେଇ ହେଇଥିବ। ଆଉ ମୋ କଥା ମନେ ପକେଇ ତା ଅମାନିଆ ଲୁହ ଗୁଡାକ ଜମା ବୋଲ ମାନୁ ନଥିବ। ହେଲେ ମୁଁ ଏମିତି ଗୋଟେ ହତଭାଗ୍ୟ ସ୍ୱାମୀ ଯେ ଏ ସମାଜର ନିଷ୍ଠୁର ନିୟମର ଦ୍ୱାଇ ଦେଇ ମୁଁ ତାକୁ ମୋ ପାଖରୁ ଦୂରେଇ ଦେଇଛି।
आज सावित्री व्रतरे मो पाद स्पर्श न कले से पार्टी पानी टोपे भी दिएनि आ साधव बोटी भली सजे ही आसी मते पचारे मो सुंदर लगुच ना हेले तार से पुनेई चांद भली मुह टिकी देखा भगवान मते अंध करदेले। हे जगन्नाथ मुसलमान हेले भी से पूरा तमर परम भक्त पिता भागवत गीत गोविंद गाई गाई से पूरा तुम अनंत प्रेम लीन हो जाइए ताले मु कोन ये बुझीबी जे ब्राह्मण वंश रे जन्म ही मुसलमान झियो को विवाह कली बोली तमे मते अंध कर देला। हे जगन्नाथ साईनाथ मोर परम भक्त भक्त पाखरे जाति न थाए एक कथा तमे प्रमाण करी सारिच दासिया बाउरी हाथरू नड़िया नहींच सालबेग को निजर परम भक्त बोली प्रमाण दे सारिच जदि मु पापी तले एते परीक्षा नवा पूर्वरु मते मारी दियो प्रभु मते मारी दियो मते साइन करो ना मुझे पेपर साइन करि परिबेनी ना ए पेपर रे साइन करो। ए सुनो मो परिवार सदस्य तुमको घर को बोर करके आनिछ जेतबेले तो बिना अनुमति में छड़ा पत्र दे परिबेनी। ए बागर एते दिन बीती गला परे मु जेतले तुम स्वामी रूपे ग्रहण करि पारने ए परिवार को मो परिवार बोली स्वीकार करि पारने तुम सहित मोर कौनसी संपर्क नाही तेणु ए पेपर रे तुम साइन करिवो। पारिबेनी बस कौन कहलो बो आज भली दिन रे तो स्वामी की तू डिवोर्स दबो। अरे वाह आज सावित्री व्रत स्वामी मंगल पाई प्रत्येक नारी माने ठाकुर पाखे 100 मानसिक करितांती ऐश्वर्यक्षणी पाई स्वामी पाद पूजा करी ताठरू आशीर्वाद भिक्षा करितांती तू आज भली दिन रे स्वामी की डिवोर्स दबा कथा कहू थाउ न थाउ बहुत सैले ना बहुत सैले हेले आउ नुहे